ଯାତ୍ରା ପୁସ୍ତକ 36 ପର୍ବ। ଏ ନିମନ୍ତେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଅନୁସାରେ ପବିତ୍ର ସ୍ଥାନର କାର୍ଯ୍ୟ ସକଳ ରଚନା କରିବାକୁ ସଦାପ୍ରଭୁ ବତ୍ସଲେଲ ଓ ଅହଲ୍ୟାବ ପ୍ରଭୃତି ଯେଉଁମାନଙ୍କୁ ଜ୍ଞାନ ଓ ବୃଦ୍ଧି ଦେଇଛନ୍ତି ସେହିସବୁ ବିଜ୍ଞାମନା ଲୋକ କର୍ମ କରିବେ। ଅନନ୍ତର ମୂଷା ସେହି ବତ୍ସଲେଲ ଓ ଅହଲ୍ୟାବକୁ ଓ ସଦାପ୍ରଭୁଙ୍କଠାରୁ ମନର ଜ୍ଞାନପ୍ରାପ୍ତ ଅନ୍ୟ ସବୁ ବିଜ୍ଞାମନା ଲୋକଙ୍କୁ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତିପ୍ରାପ୍ତ ଲୋକମାନଙ୍କୁ ଡାକିଲେ। ତହିଁରେ ସେମାନେ ପବିତ୍ର ସ୍ଥାନର କାର୍ଯ୍ୟ ରଚନା କରିବା ନିମନ୍ତେ ଇସ୍ରାଏଲ ସନ୍ତାନଗଣର ଆନିତ ଉପହାର ସବୁ ମୂଷାଙ୍କଠାରୁ ଗ୍ରହଣ କଲେ। ତଥାପି ଲୋକମାନଙ୍କ ପ୍ରତି ପ୍ରଭାତରେ ତାଙ୍କ ନିକଟକୁ ସ୍ୱଚ୍ଛାରେ ଆହୁରି ଉପହାର ଆଣିଲେ। ତେଣୁ ପବିତ୍ର ସ୍ଥାନର ସମସ୍ତ କର୍ମକାରୀ ବିଜ୍ଞାମନା ଲୋକମାନେ ଆପଣା ଆପଣା କର୍ମରୁ ଆସି ମୂଷାଙ୍କୁ କହିଲେ, ସଦାପ୍ରଭୁ ଯାହା ଯାହା ରଚନା କରିବାକୁ ଆଜ୍ଞା ଦେଇଅଛନ୍ତି ଲୋକମାନେ ସେହି କାର୍ଯ୍ୟ ନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟରୁ ଅତି ଅଧିକ ଆଣୁଛନ୍ତି। ତହିଁରେ ମୂଷା ଆଜ୍ଞା ଦେଇ ଛାଉଣୀର ସର୍ବତ୍ର ଏହା ଘୋଷଣା କରାଇଲେ, ପୁରୁଷ କି ସ୍ତ୍ରୀ ପବିତ୍ର ସ୍ଥାନ ନିମନ୍ତେ ଆଉ ଉପହାର ପ୍ରସ୍ତୁତ ନ କରନ୍ତୁ। ଏଣୁ ଲୋକମାନେ ଆଣିବାରୁ ନିବୃତ୍ତ ହେଲେ, କାରଣ ସମସ୍ତ କର୍ମ କରିବାକୁ ସେମାନଙ୍କର ଦ୍ରବ୍ୟ ଓ ପ୍ରଚୁର ଓ ତତୋଧିକ ଥିଲା। ଅନନ୍ତର କର୍ମକାରୀମାନଙ୍କର ମଧ୍ୟରେ ପ୍ରତ୍ୟେକ ବିଜ୍ଞାମନା ଲୋକ ବଳା ଶୁଭ୍ର, କ୍ଷମସୂତ୍ର, ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ର ଦ୍ୱାରା ଆବାସର 10 ଯବନିକା ପ୍ରସ୍ତୁତ କଲେ। ପୁଣି ତହିଁ ମଧ୍ୟରେ ଶିଳ୍ପକର୍ମରେ କିରୁବଗଣ ଆକୃତି କଲେ। ପ୍ରତ୍ୟେକ ଯବନିକା 28 ହସ୍ତ ଦୀର୍ଘ, ପ୍ରତ୍ୟେକ ଯବନିକା 4 ହସ୍ତ ପ୍ରସ୍ତ ଓ ସମସ୍ତ ଯବନିକାର ସମାନ ପରିମାଣ ଥିଲା। ପୁଣି ସେ 5 ଯବନିକା ଏକତ୍ର ଯୋଗ କଲେ, ଅନ୍ୟ 5 ଯବନିକା ଏକତ୍ର ଯୋଗ କଲେ। ଆଉ ସେ ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳସୂତ୍ରର ଗୁଣ୍ଡି ଘରା କଲେ। ଯୋଡ଼ ସ୍ଥାନର ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କଲେ। ସେ ପ୍ରଥମ ଯବନିକାର ଧଡ଼ିରେ 50 ଗୁଣ୍ଡି ଘରା ଓ ଯୋଡ଼ା ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ 50 ଗୁଣ୍ଡି ଘରା କଲେ। ସେହି ଗୁଣ୍ଡି ଘରା ସବୁ ପରସ୍ପର ସମ୍ମୁଖୀନ ରହିଲା। ଆଉ ସେ 50 ସ୍ୱର୍ଣ୍ଣ ଗୁଣ୍ଡି କରି ଗୁଣ୍ଡିରେ ଯବନିକା ସକଳ ପରସ୍ପର ଯୋଡ଼ିଲେ। ତହିଁରେ ଆବାସ ଏକ ହିଁ ହେଲା। ଏ ଉତ୍ତାରେ ସେ ଆବାସର ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗଲୋମର 11 ଯବନିକା ପ୍ରସ୍ତୁତ କଲେ। ପ୍ରତ୍ୟେକ ଯବନିକାର ଦୀର୍ଘତା 30 ହସ୍ତ ଓ ପ୍ରସ୍ତତା 4 ହସ୍ତ ସେହି 11 ଯବନିକାର ସମାନ ପରିମାଣ ଥିଲା। ପୁଣି ସେ 5 ଯବନିକା ପରସ୍ପର ଯୋଡ଼ି ପୃଥକ ରଖିଲେ ଓ ଅନ୍ୟ 6 ଯବନିକା ଯୋଡ଼ି ପୃଥକ ରଖିଲେ। ଯୋଡ଼ ସ୍ଥାନର ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ 50 ଗୁଣ୍ଡି ଘରା କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ ସ୍ଥାନ ଧଡ଼ିରେ 50 ଗୁଣ୍ଡି ଘରା କଲେ। ଆଉ ସେ ଯୋଡ଼ ଦେଇ ଏକ ତମ୍ବୁ କରିବା ପାଇଁ ପିତ୍ତଳର 50 ଗୁଣ୍ଡି କଲେ। ପୁଣି ସେ ରକ୍ତୀକୃତ ମେଷଚର୍ମରେ ତମ୍ବୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ। ଅନନ୍ତର ସେ ଆବାସ ନିମିତ୍ତ ସିଟିମ୍ କାଷ୍ଠର ଠିଆ ପଟା ପ୍ରସ୍ତୁତ କଲେ। ଏକ ପଟା 10 ହସ୍ତ ଦୀର୍ଘ ଓ 1.5 ହସ୍ତ ପ୍ରସ୍ତ ଥିଲା। ପ୍ରତ୍ୟେକ ପଟାର ପରସ୍ପର ଅନୁରୂପ 2 ପଦ ଥିଲା। ଏହି ରୂପେ ସେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କଲେ। ଆଉ ସେ ଆବାସର ଦକ୍ଷିଣ ଦିଗସ୍ଥ ଦକ୍ଷିଣ ପାର୍ଶ୍ୱ ନିମନ୍ତେ 20 ପଟା ପ୍ରସ୍ତୁତ କଲେ। ପୁଣି ସେ ସେହି 20 ପଟା ତଳେ 40ଟି ରୂପାର ଚୁଙ୍ଗି କଲେ। ଏକ ପଟା ତଳେ ତହିଁର 2 ପଦ ନିମନ୍ତେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ ସେମାନଙ୍କ 2 ପଦ ନିମନ୍ତେ 2 ଚୁଙ୍ଗି କଲେ। ପୁଣି ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ 20 ପଟା କଲେ। ଏକ ପଟା ତଳେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ 2 ଚୁଙ୍ଗି, ଏ ରୂପେ ରୂପାର 40 ଚୁଙ୍ଗି କଲେ। ସେ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ ପାର୍ଶ୍ୱ ନିମନ୍ତେ 6 ଖଣ୍ଡ ପଟା କଲେ। ପୁଣି ଆବାସର ସେହି ପଶ୍ଚାତ ଭାଗରେ 2 କୋଣ ନିମନ୍ତେ 2 ଖଣ୍ଡ ପଟା କଲେ। ପୁଣି ତହିଁ ତଳେ ଯୋଡ଼ ରହିଲା ଓ ସେହି ରୂପ ତହିଁର ମୁଣ୍ଡରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା। ଏହି ପ୍ରକାରେ ସେ 2 କୋଣର ପଟା ଯୋଡ଼ିଲେ। ତହିଁରେ 8 ପଟା ପୁଣି ଏକ ପଟା ତଳେ 2 ଚୁଙ୍ଗି, ଏ ରୂପେ 16 ରୂପା ଚୁଙ୍ଗି କଲେ। ଆଉ ସେ ସିଟିମ୍ କାଷ୍ଠରେ ଅର୍ଗଳ ପ୍ରସ୍ତୁତ କରି ଆବାସର ଏକ ପାର୍ଶ୍ୱସ୍ଥ ପଟାରେ 5 ଅର୍ଗଳ ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ 5 ଅର୍ଗଳ, ପୁଣି ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ ପାର୍ଶ୍ୱର ପଟାରେ 5 ଅର୍ଗଳ ଦେଲେ। ପୁଣି ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟ ଦେଶରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପାଇଲା। ଆଉ ସେ ସବୁ ପଟା ସୁବର୍ଣ୍ଣରେ ମଡ଼ାଇଲେ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ। ଅର୍ଗଳ ସକଳ ସୁବର୍ଣ୍ଣରେ ମଡ଼ାଇଲେ। ଅନନ୍ତର ସେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା
ଅଶୁଭ୍ର କ୍ଷୌମସୂତ୍ର ନିର୍ମିତ କିରୁବାକୃତିରେ ଚିତ୍ରିତ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କଲେ। ପୁଣି ସେ ତହିଁ ନିମନ୍ତେ ସିଟିମ୍ କାଷ୍ଟର 4 ସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ ଓ ସେ ସବୁର ଆଙ୍କଡ଼ା ସୁବର୍ଣ୍ଣରେ କଲେ ଓ ତହିଁ ନିମନ୍ତେ ରୂପାର 4 ଚୁଙ୍ଗି ଢାଳିଲେ। ଆଉ ସେ ତମ୍ବୁଦ୍ୱାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳାଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ର ବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କଲେ। ତହିଁର 5 ସ୍ତମ୍ଭ ଓ ସେ ସବୁର ଆଙ୍କଡ଼ା କଲେ। ପୁଣି ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣରେ ମଡ଼ାଇଲେ, ମାତ୍ର ସେମାନଙ୍କର 5 ଚୁଙ୍ଗି ପିତ୍ତଳର ଥିଲା।